ସମସ୍ତଙ୍କୁ ନମସ୍କାର। ଆମର ପରିବେଶ ପାଠର ପ୍ରଥମ ପାଠର ଏକତ୍ର ବାସ କରିବା ବନ ମହୋତ୍ସବ ବୃକ୍ଷରୋପଣ ପାଇଁ ଏକ ଉତ୍ସବ ଅଧ୍ୟାୟକୁ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି। ତ ଏବେ ଏଇ ଅଧ୍ୟାୟରେ ଆମେ କଣ ଶିଖିବ ନା ବନ ମହୋତ୍ସବ କେବେ ପାଳନ କରାଯାଏ, ତା ସହିତ ଆଉ କଣ ନା ବନ ମହୋତ୍ସବ ଆମେ କାହିଁକି ପାଳନ କରୁଛେ, ବନ ମହୋତ୍ସବ କଲେ ଆମର କଣ ହବ ସେ ସମ୍ପର୍କରେ ଆମେ ଜାଣିବା। ଠିକ ଅଛି, ତେବେ ଆସ ପ୍ରଥମେ ଆମେ ଗୋଟେ ଗପ ଶୁଣିବା। ଗାଁ ସ୍କୁଲର ଘଣ୍ଟି ବାଜିଲା, କିନ୍ତୁ ଆଜି ପିଲାମାନେ ବହି ବସ୍ତାନି ଧରି ଶ୍ରେଣୀ ଗୃହକୁ ଗଲେ ନାହିଁ। ଆଜି ଜୁଲାଇ ମାସର ପ୍ରଥମ ସପ୍ତାହ, ବନ ମହୋତ୍ସବ। ଚାରିଆଡେ ମେଘୁଆ ପାଗ ସାଙ୍ଗକୁ ଥଣ୍ଡା ପବନ। ତେଣୁ ଷଷ୍ଠ ଶ୍ରେଣୀର ଛାତ୍ର ଆକାଶ ବହୁତ ଉତ୍ସାହିତ ଥିଲା। ତା ହାତରେ ଥିଲା ଗୋଟିଏ ଛୋଟ ନିମ୍ବ ଚାରା। ସ୍କୁଲ ପଡ଼ିଆରେ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଏକାଠି କରି କହିଲେ, ପିଲାମାନେ, ଆମ ଓଡ଼ିଶାର ବଡ଼ପୁତ୍ର କୁଳବୃଦ୍ଧ ମଧୁସୂଦନ ଦାସ କହୁଥିଲେ, ଜାତିର ଉନ୍ନତି ପାଇଁ ପ୍ରକୃତିର ସୁରକ୍ଷା ଜରୁରୀ। ତେଣୁ ଆଜି ଆମେ କେବଳ ଗଛ ଲଗାଇବା ନାହିଁ, ବରଂ ଗୋଟିଏ ଗୋଟିଏ ଜୀବନ ବଞ୍ଚାଇବା। ତେଣୁ ବୃକ୍ଷ ଲଗାଇଲେ ଆମେ ଆମ ପରିବେଶକୁ ସୁରକ୍ଷିତ ରଖିବା ସହିତ ଆମେ ନିଜେ ମଧ୍ୟ ସୁରକ୍ଷିତ ରହିପାରିବା। ତେଣୁ ଆକାଶ ତାର ସାଙ୍ଗ ଶୁଭମ ସହ ମିଶି ସ୍କୁଲ ବଗିଚାର ଏକ କୋଣରେ ଗାତଟିଏ ଖୋଳିଲା। ସେଥିରେ କିଛି ଖତ ଦେଇ ନିମ ଚାରାଟିକୁ ରୋପଣ କଲା। ସେହି ସମୟରେ ତାଙ୍କ ବିଜ୍ଞାନ ଶିକ୍ଷକ ଆସି କହିଲେ, ଜାଣିଛ ଆକାଶ, ଏହି ନିମ୍ବ ଗଛଟି ବଡ଼ ହେଲେ କେବଳ ଅମ୍ଳଜାନ ଦେବ ନାହିଁ, ବରଂ ଏହା ଆମ ପାଇଁ ଏକ ପ୍ରାକୃତିକ ବୈଦ୍ୟ ଭାବେ କାମ କରିବ। ଆମ ଓଡ଼ିଶାର ଘରେ ଘରେ ନିମ୍ବର କେତେ ଆଦାର। କାହିଁକି, ଏକଥା କାହିଁକି କହିଲେ ନା ନିମ୍ବ ଗଛ ଏକ ଔଷଧୀୟ ଗଛ। ଯେତେବେଳେ ଆମର କାଛୁକୁଣ୍ଡିଆ ହୁଏ କିମ୍ବା ଚର୍ମ ରୋଗ ହୁଏ, ତାର ଉପଚାର ପାଇଁ ଆମେ ଏଇ ନିମ ଗଛର ପତ୍ରକୁ ଆମେ ବ୍ୟବହାର କରିଥାଉ। ତେଣୁ ନିମ୍ବ ଗଛ ଏକ ପ୍ରାକୃତିକ ବୈଦ୍ୟ ଭାବେ ମଧ୍ୟ ଆମର କାର୍ଯ୍ୟ କରିଥାଏ। ସ୍କୁଲର ପ୍ରତିଟି ପିଲା ଗୋଟିଏ ଲେଖାଏଁ ଚାରା ଲଗାଇଲେ। କିଏ କଦମ୍ବ ତ, କିଏ ବକୁଳ, କିଏ କୃଷ୍ଣଚୂଡ଼ା ତ, କିଏ ଜାମୁକୋଳି। ସେଦିନ ସ୍କୁଲ ପରିସରଟି ଏକ ଛୋଟ ଜଙ୍ଗଲ ପରି ଦେଖାଯାଉଥିଲା। ପିଲାମାନେ ପରସ୍ପର ଭିତରେ ଶପଥ ନେଲେ ଯେ ସେମାନେ କେବଳ ଗଛ ଲଗାଇବେ ନାହିଁ, ପ୍ରତିଦିନ ସେଥିରେ ପାଣି ଦେଇ ତାକୁ ବଡ଼ କରିବେ। କାରଣ ଖାଲି ଗଛ ଲଗାଇଲେ ହବନି, ଗଛକୁ ଉପଯୁକ୍ତ ଯତ୍ନ ମଧ୍ୟ ନେବାକୁ ପଡ଼ିବ। କାରଣ ଯଦି ଯତ୍ନ ନ ନେବା ଗଛଟି ମରିଯିବ, ଆଉ ଆମେ ଗଛ ଲଗାଇଲେ ବି ଗଛ ବଞ୍ଚିକି ରହିବନି କି ଆମର କିଛି ଉପକାର କରିବ ନାହିଁ। ତେଣୁ ଗଛ ଲଗାଇବା ସହିତ ଗଛର ଆମର ଯତ୍ନ ନେବାକୁ ପଡ଼ିବ, ତାକୁ ପାଣି ଦେବାକୁ ପଡ଼ିବ, ଖତ ସାର ଦେବାକୁ ପଡ଼ିବ। ତେଣୁ ଫେରିବା ବେଳକୁ ଆକାଶ ମନେ ମନେ ଭାବୁଥିଲା, ଆଜି ସେ ଲଗାଇଥିବା ଛୋଟ ଚାରାଟି ଦିନେ ବିରାଟ ମହାଗୃହ ପାଲଟିବ। ପକ୍ଷୀମାନେ ସେଠାରେ ବସା ବାନ୍ଧିବେ, ତାର ସବୁଜ ପତ୍ର ଗୁଡ଼ିକ ପୃଥିବୀକୁ ଶୀତଳ କରିବ। ବନ ମହୋତ୍ସବର ଏହି ସନ୍ଦେଶ ଆକାଶର କୁନି ମନରେ ଏକ ବଡ଼ ସଂକଳ୍ପ ସୃଷ୍ଟି କରିଥିଲା। ଗପଟି ଶୁଣିଲ, ଭଲ ଲାଗିଲା ସମସ୍ତଙ୍କୁ? ତ ଏବେ ଦେଖିଲ ପିଲାମାନେ, ତୁମ ପାଇଁ ଦିଟା ଚିତ୍ର ମୁଁ ଦେଖଉଛି। ଦେଖିଲ କୋଉ ଚିତ୍ରଟି ତମକୁ ଭଲ ଲାଗୁଛି? ପ୍ରଥମଟି ନା ଦ୍ଵିତୀୟଟି? କାହିଁକି ପ୍ରଥମଟି ଭଲ ଲାଗୁଛି? କାରଣ ସେଠି ବିଭିନ୍ନ ପ୍ରକାର ଗଛ ଅଛି, ଫୁଲ ଅଛି, ଯାହାକୁ ଦେଖିଲେ ମନରେ ଶାନ୍ତି ଆସିବ। କିନ୍ତୁ ଦ୍ୱିତୀୟ ଚିତ୍ରରେ କଣ ହେଇଛି ନା ଚାରିଆଡେ ଗଛ ସବୁ କଟା ହେଇଯାଇଛି, ପରିବେଶ କୁ ନଷ୍ଟ କରା ହେଇଯାଇଛି। ତେଣୁ ପ୍ରଥମ ଚିତ୍ରଟି ଦେଖିଲେ ଆମ ମନକୁ ଭଲ ଲାଗୁଛି, ନାଇଁ? ତ ଏବେ ଆସ, ଆମେ ଯାଇଥିଲେ ଯୋଉ ପ୍ରଥମ ପାଠରେ ଆମେ ଯାଇଥିଲେ ଚନ୍ଦନର ଗାଁକୁ ବୁଲିବାକୁ। ଏବେ ଆସ ଆଉ ଥରେ ଆମେ ଚନ୍ଦନର ଗାଁକୁ ବୁଲିବାକୁ ଯିବା। ତିନି ଜଣ ସାଙ୍ଗ ସେମାନେ କଥା ହଉଛନ୍ତି, କଣ କଥା ଶୁଣିବା? ତ ପ୍ରଥମେ ଜିତୁ କହିଲା, ଏହି ବନ ମହୋତ୍ସବ ଆମେ ଆମ ବିଦ୍ୟାଳୟ ପାଖରେ ଥିବା ପାର୍କକୁ ସଫା କରି ଏହା ଚାରି ପାଖରେ ଗଛ ଲଗାଇବା। ତ ଯୋଉ ବନ ମହୋତ୍ସବ କରିବେ ଜୁଲାଇ ମାସ ପ୍ରଥମ ସପ୍ତାହରେ, ତାଙ୍କର ଯୋଉ ପାର୍କ ଅଛି ସେ ପାର୍କରେ ସେମାନେ ଗଛ ଲଗାଇବା ସ୍ଥିର କଲେ।
ଏହା ଶୁଣି ମଲ୍ଲିକା କଣ କହିଲା ଦେଖ, ମୋ ଜେଜେମା ପ୍ରତ୍ୟେକ ଦିନ ପ୍ରାତଃ ଭ୍ରମଣ ପାଇଁ ତାଙ୍କ ସାଙ୍ଗମାନଙ୍କ ସହିତ ଏଠାକୁ ଆସନ୍ତି। ଯଦି ଆମେ ପାର୍କକୁ ସଫା କରିବା, ବୃକ୍ଷରୋପଣ କରିବା, ସେମାନେ ସେମାନଙ୍କ ଭ୍ରମଣକୁ ଅଧିକ ଉପଭୋଗ କରିବେ ଆଉ ତାଙ୍କ ମନ ମଧ୍ୟ ଶାନ୍ତି ରହିବ। ତେଣୁ ଚନ୍ଦନ ତାଙ୍କ କଥାରେ ଏକମତ ହେଇ କଣ କହିଲା ଶୁଣ, ହଁ ଆସ ଆମେ ପରିବାର ସଦସ୍ୟ ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିବା। ସେ କହିଲା କଣ, ଆମେ ଆମର ଯୋଉ ଘର ଲୋକ ଅଛନ୍ତି ତାଙ୍କୁ ମଧ୍ୟ ଏଥିପାଇଁ ନିମନ୍ତ୍ରଣ କରିବା ଆଉ ସମସ୍ତେ ମିଶି ଆମେ ଏ ପାର୍କକୁ ସୁନ୍ଦର କରିବା। ସେଥିପାଇଁ ସେମାନେ କଣ କଲେ ନା ଗୋଟେ ନିମନ୍ତ୍ରଣ କାର୍ଡ ଦେଖ ପ୍ରସ୍ତୁତ କଲେ। ଯୋଉ ନିମନ୍ତ୍ରଣ କାର୍ଡ କି ସେ ସମସ୍ତଙ୍କୁ ଦେବେ ଆଉ ତାଙ୍କୁ ସେଇ ନିମନ୍ତ୍ରଣ କାର୍ଡ ଦେଇ ଏଇ ବନ ମହୋତ୍ସବକୁ ନିମନ୍ତ୍ରଣ କଲେ ଆଉ ଆସିବା ପାଇଁ ଅନୁରୋଧ ରଖିଲେ। ଠିକ ଅଛି ପିଲାମାନେ, ତେଣୁ ତୁମେମାନେ ଜାଣ କି ଆମେ ଏଇ ଯୋଉ ବନ ମହୋତ୍ସବ ପାଳନ କରୁଛେ ବୃକ୍ଷରୋପଣ ପର୍ବ ଭାବରେ ମଧ୍ୟ ପରିଚିତ। ତେଣୁ ଯାହାକୁ ଆମେ ପ୍ରତିବର୍ଷ ବର୍ଷା ଋତୁରେ 1 ଜୁଲାଇରୁ 7 ଜୁଲାଇ ପର୍ଯ୍ୟନ୍ତ ପାଳନ କରିଥାଉ, ଜୁଲାଇ ମାସର ପ୍ରଥମ ସପ୍ତାହରେ। ତେଣୁ ପରିବେଶର ସୁରକ୍ଷା ଓ ପୃଥିବୀକୁ ସବୁଜ ସୁନ୍ଦର କରିବା ପାଇଁ ଲୋକମାନେ ଗଛ ଲଗାଇଥାନ୍ତି ଆଉ ପରିବେଶକୁ ସୁରକ୍ଷିତ ରଖିଥାନ୍ତି। ତାହେଲେ ଆମେ ଏଇ ବନ ମହୋତ୍ସବ ପାଳନ କରିବା କାହିଁକି? କିଏ କହିପାରିବେ ଦେଖିବା, ବନ ମହୋତ୍ସବ ପାଳନ କଲେ ଆମର କଣ ହବ? ପ୍ରଥମେ ପରିବେଶର ସନ୍ତୁଳନ ରକ୍ଷା ହେବ। ଗଛ ଗୁଡିକ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ଆମକୁ ଅମ୍ଳଜାନ ପ୍ରଦାନ କରନ୍ତି। ବହୁଳ ପରିମାଣରେ ବୃକ୍ଷରୋପଣ କଲେ ବାୟୁ ପ୍ରଦୂଷଣ କମିଥାଏ ଏବଂ ପରିବେଶ ସନ୍ତୁଳିତ ରହିଥାଏ। ଆଉ କଣ ହୁଏ ନା ବିଶ୍ୱର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ। ଆଜିକାଲି ପୃଥିବୀର ତାପମାତ୍ରା କ୍ରମାଗତ ଭାବେ ବଢିବାରେ ଲାଗିଛି। ଗଛ ଗୁଡିକ ପୃଥିବୀକୁ ଶୀତଳ ରଖିବାରେ ସାହାଯ୍ୟ କରନ୍ତି, ଯାହା ଫଳରେ ଗ୍ଲୋବାଲ ୱାର୍ମିଂ ଭଳି ସମସ୍ୟା ହ୍ରାସ ପାଇଥାଏ। ତେଣୁ ଗଛ ରହିଲେ ଆମର ବିଶ୍ୱର ତାପମାତ୍ରା ମଧ୍ୟ ନିୟନ୍ତ୍ରିତ ହେବ। ଆଉ କଣ ହେବ ନା ବୃଷ୍ଟିପାତରେ ସହାୟକ ହେବ। ଜଙ୍ଗଲ ବାଷ୍ପୀକରଣ ପ୍ରକ୍ରିୟାରେ ସାହାଯ୍ୟ କରି ମେଘ ସୃଷ୍ଟି କରିଥାଏ। ଯେ ମାଟିରୁ ଜଳ ନିଏ ତାକୁ ସିଏ ବାଷ୍ପୀଭୂତ କରିକି ପତ୍ର ମାଧ୍ୟମରେ ମେଘ ସୃଷ୍ଟି କରେ, ଯାହା ଦ୍ୱାରା ନିୟମିତ ଓ ପର୍ଯ୍ୟାପ୍ତ ପରିମାଣରେ ବୃଷ୍ଟିପାତ ହୋଇଥାଏ। ଏହା ଚାଷ କାର୍ଯ୍ୟ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ, କାରଣ ବର୍ଷା ନହେଲେ ଚାଷ ହୋଇପାରିବ ନାହିଁ। ଆଉ କଣ ହୁଏ ନା ମୃତ୍ତିକା ସଂରକ୍ଷଣ ହୋଇଥାଏ, କାରଣ ଗଛର ଚେର ମାଟିକୁ ଜୋରରେ ଜାବୁଡିକି ଧରି ରଖିଥାଏ। ତେଣୁ ବନ୍ୟା ଦ୍ଵାରା ହଉ କିମ୍ବା ବର୍ଷା ପାଣି ଦ୍ଵାରା ହଉ ମୂର୍ତ୍ତିକା ଆମର ସଂରକ୍ଷିତ ହୋଇ ରହିଥାଏ। ମାଟି ଧୋଇ ହେଇଯାଏ ନାହିଁ, ତାର ଉର୍ବରତା ଠିକ ରହିଥାଏ। ତେବେ ଆସ ଆମେ କେତୋଟି ପ୍ରଶ୍ନ ଦେଖିବା। ତ ଭାରତରେ ଆମର ଯୋଉ ବନ ମହୋତ୍ସବ ଚାଲିଛି ତାର ଜନକ କିଏ? କେ ଏମ ମୁନ୍ସି। ସେତେବେଳେ ସେ ଭାରତର କୃଷି ମନ୍ତ୍ରୀ ଥିଲେ ହେଲା। କେବେ ବନ ମହୋତ୍ସବ ପ୍ରତିବର୍ଷ ପାଳନ କରାଯାଏ? ଜୁଲାଇ ମାସରେ, ନାଇଁ ଜୁଲାଇ ମାସରେ କେବେ? ପ୍ରଥମ ସପ୍ତାହରେ। ଗଛ ମାନେ ବାୟୁମଣ୍ଡଳକୁ କେଉଁ ଗ୍ୟାସ ଛାଡନ୍ତି? ଅମ୍ଳଜାନ। ଭେରି ଗୁଡ। ବନ ମହୋତ୍ସବ ମୁଖ୍ୟତଃ କେଉଁ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ? ବୃକ୍ଷରୋପଣ, ନାଇଁ ହଁ। ଏବେ ଶୂନ୍ୟସ୍ଥାନ ପୂରଣ ଦେଖିବା। ବନ ମହୋତ୍ସବ ପ୍ରଥମେ ଡ୍ୟାସ ମସିହାରେ ଆରମ୍ଭ ହୋଇଥିଲା? 1950 ମସିହାରେ, ନାଇଁ। ଜୁଲାଇ ମାସର ଡ୍ୟାସ ସପ୍ତାହରେ ଏଇ ଉତ୍ସବ ଆମେ ପାଳନ କରିବା? ପ୍ରଥମ ସପ୍ତାହରେ। ଗଛ ମାନେ ବାୟୁମଣ୍ଡଳରୁ ଡ୍ୟାସ ଗ୍ୟାସ ଗ୍ରହଣ କରି ପ୍ରଦୂଷଣ କମାଇଥାନ୍ତି? ଅଙ୍ଗାରକାମ୍ଳ। ଭେରି ଗୁଡ। ବନ ମହୋତ୍ସବର ମୁଖ୍ୟ ସ୍ଲୋଗାନ କଣ? ଡ୍ୟାସ ବଞ୍ଚାଅ ଧରିତ୍ରୀ ବଞ୍ଚାଅ। କାହାକୁ ବଞ୍ଚେଇଲେ? ଗଛ ବଞ୍ଚାଅ ଧରିତ୍ରୀ ବଞ୍ଚାଅ। ତେବେ ଆସ ଆମେ କେତୋଟି ସ୍ତମ୍ଭ ମିଳନ କରିବା। ବନ ମହୋତ୍ସବ ଆରମ୍ଭ କେବେ ହୋଇଥିଲା? 1950। କେ ଏମ ମୁନ୍ସି କଣ ଥିଲେ? କୃଷି ମନ୍ତ୍ରୀ, ନାଇଁ। ଗଛରୁ କଣ ମିଳେ? ଅମ୍ଳଜାନ। ବନ ମହୋତ୍ସବର ଅର୍ଥ? ବୃକ୍ଷରୋପଣର ଉତ୍ସବ, ନାଇଁ। ଭେରି ଗୁଡ। ତେବେ ଆସ କେତୋଟି ପ୍ରଶ୍ନର ଆମେ ଉତ୍ତର ଲେଖ। ବନ ମହୋତ୍ସବରେ ଶିକ୍ଷକ କେଉଁ ଶପଥ ନେବାକୁ କହିଲେ? ଗଛ ଲଗାଇବା ସହିତ ତାର ଯତ୍ନ ନେବ, କାରଣ ଖାଲି ଗଛ ଲଗେଇଲେ ହବନି,
ତାର ମଧ୍ୟ ଉପଯୁକ୍ତ ଯତ୍ନ ନେବାକୁ ପଡ଼ିବ। ଗୋଷ୍ଠୀ ସହାୟତାରେ କାମ କଲେ କି ଲାଭ ହୁଏ? ଗୋଷ୍ଠୀ ସହାୟତାରେ କୌଣସି ବି କାମ ସହଜରେ ଓ ସଫଳତାର ସହ ସମ୍ପନ୍ନ ହୋଇଥାଏ। କାରଣ ଆମେ ଯଦି ପରସ୍ପର ସହଯୋଗ କରିବା, ଯେକୌଣସି ବି କାମ ହଉ ଆମେ ତାହାକୁ ସହଜରେ କରିପାରିବା। ବନ ମହୋତ୍ସବ ପ୍ରଥମେ ଡ୍ୟାସ୍ ମସିହାରେ ଆରମ୍ଭ ହୋଇଥିଲା? 1950 ମସିହାରେ, ନାଇଁ? ଜୁଲାଇ ମାସର ଡ୍ୟାସ୍ ସପ୍ତାହରେ ଏହି ଉତ୍ସବ ଆମେ ପାଳନ କରିବା? ପ୍ରଥମ ସପ୍ତାହରେ। ଗଛମାନେ ବାୟୁମଣ୍ଡଳରୁ ଡ୍ୟାସ୍ ଗ୍ୟାସ୍ ଗ୍ରହଣ କରି ପ୍ରଦୂଷଣ କମାଇଥାନ୍ତି? ଅଙ୍ଗାରକାମ୍ଳ। ଭେରି ଗୁଡ୍। ବନ ମହୋତ୍ସବର ମୁଖ୍ୟ ସ୍ଲୋଗାନ କଣ? ଡ୍ୟାସ୍ ବଞ୍ଚାଅ ଧରିତ୍ରୀ ବଞ୍ଚାଅ। କାହାକୁ ବଞ୍ଚାଇଲେ? ଗଛ ବଞ୍ଚାଅ ଧରିତ୍ରୀ ବଞ୍ଚାଅ। ତେବେ ଆସ ଆମେ କେତୋଟି ସ୍ତମ୍ଭ ମିଳନ କରିବା। ବନ ମହୋତ୍ସବ ଆରମ୍ଭ କେବେ ହୋଇଥିଲା? 1950। କେ ମୁନ୍ସି କଣ ଥିଲେ? କୃଷି ମନ୍ତ୍ରୀ, ନାଇଁ? ଗଛରୁ କଣ ମିଳେ? ଅମ୍ଳଜାନ। ବନ ମହୋତ୍ସବର ଅର୍ଥ? ବୃକ୍ଷରୋପଣର ଉତ୍ସବ, ନାଇଁ? ଭେରି ଗୁଡ୍। ତେବେ ଆସ କେତୋଟି ପ୍ରଶ୍ନର ଆମେ ଉତ୍ତର ଲେଖ। ବନ ମହୋତ୍ସବରେ ଶିକ୍ଷକ କେଉଁ ଶପଥ ନେବାକୁ କହିଲେ? ଗଛ ଲଗାଇବା ସହିତ ତାହାର ଯତ୍ନ ନେବ। କାରଣ ଖାଲି ଗଛ ଲଗାଇଲେ ହବନି, ତାହାର ମଧ୍ୟ ଉପଯୁକ୍ତ ଯତ୍ନ ନେବାକୁ ପଡ଼ିବ। ଗୋଷ୍ଠୀ ସହାୟତାରେ କାମ କଲେ କି ଲାଭ ହୁଏ? ଗୋଷ୍ଠୀ ସହାୟତାରେ କୌଣସି ବି କାମ ସହଜରେ ଓ ସଫଳତାର ସହ ସମ୍ପନ୍ନ ହୋଇଥାଏ। କାରଣ ଆମେ ଯଦି ପରସ୍ପର ସହଯୋଗ କରିବା, ଯେକୌଣସି ବି କାମ ହଉ ଆମେ ତାହାକୁ ସହଜରେ କରିପାରିବା। ବୁଝିଲ ପିଲାମାନେ? ତେଣୁ ଏହା ହିଁ ଥିଲା ଆଜିର ଆମର ଆଲୋଚନାର ବିଷୟବସ୍ତୁ। ଆଶା କରୁଛି ତୁମେମାନେ କିଛି ନୂଆ ଶିଖିବାକୁ ପାଇଥିବ। ତେଣୁ ଏଇଠାରେ ରଖୁଛି, ପୁଣି ଆଗାମୀ ଅଧ୍ୟାୟରେ ଦେଖାହବ। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।